ଯାଉଛି ମୁଁ ମା ହେବାକୁ ଯାଉଛି। କିନ୍ତୁ ମୁଁ ଜାଣିବାକୁ ଚାହେଁ ବିନା ବାପାରେ ଏସବୁ ସମ୍ଭବ ହେଲା କେମିତି? ମତେ କହ, କାହା ପିଲାକୁ ତୁ ଗର୍ଭରେ ଧରିଛୁ? ମୋ ଗର୍ଭରେ ଥିବା ପିଲାକୁ ମୁଁ ଝୁରିକି କହୁଛି, ମୋ ଗର୍ଭରେ ଥିବା ପିଲା ମୋ ସ୍ୱାମୀଙ୍କର। କିନ୍ତୁ ତୋ ସ୍ୱାମୀ ତ ବାସର ରାତିରୁ ଘର ଛାଡ଼ିଛି, ସେ ତ ପିଲାର ବାପା ହେଲା କେମିତି? ତୁ ଠିକ ଅଛୁ। ସେଦିନ ଭାଉଜଙ୍କର ଅତିଭକ୍ତି ଦେଖି ମୋର ବି ସନ୍ଦେହ ହେଇଥିଲା। ସେଦିନ ଭାଉଜ ମାଧବ ଆଜି କି ତୁ ଧରା ପକେଇଦେଲୁ। ରାଜା ମୁଁ ଠିକ ବୁଝିପାରୁଛି। କେବଳ ୟାରି ପାଇଁ ସୁନା ମୁଣ୍ଡ ଭଳି ପୁଅଟା ମୋର ଆଜି କାହିଁକି ବିକଳ ପାଲଟି ଯାଇଛି। ତୁ ଠିକ ଅଛୁ। ସେଦିନ ଭାଉଜ କଥା ଭାଇଜାଣି ପରେ ବାସ ରାତିରେ ଘର ଛାଡ଼ି ଚାଲିଗଲୁ। ମାନିବାକୁ ପଡ଼ିବ ତୁ ବୁଦ୍ଧି। ଆରେ ସ୍ୱାମୀ ବିନା ଶଙ୍ଖା ସିନ୍ଦୁର ବିନା ଶାଶୁ ଶ୍ୱଶୁରକୁ ଧରି ସଂସାର କରିବାର ଗୋଟେ ରୀତିମତ ସଂକଳ୍ପ କରିଦେଲି। ଯିଏ ଶୁଣିଲା ସେ କହିଲା ବାଃ ବାଃ ଏ ବହୁ ଫାଣ୍ଟାଷ୍ଟିକ ଫାର୍ଷ୍ଟ କ୍ଲାସ୍। ବହୁ ତୁ ମତେ କହିଲୁ ଏ ଘରେ ସେ ଛୁଆଟା ଜନ୍ମ ହେଲେ ତାର ବାପା କିଏ ହବ? କାହିଁକି ନା ବାପା ଆଉ ମୁଁ ଏ ଘରେ କେବଳ ଦିଟା ପୁରୁଷ ନା। ଆଜି ପର୍ଯ୍ୟନ୍ତ ମୁଁ ସମସ୍ତଙ୍କ ଆଗରେ କହି ହଉଥିଲି ମୋ ବୋହୂ ଭଳି ବୋହୂ ଏ ଦୁନିଆରେ କାହାର ନାହିଁ। ତା ଚରିତ୍ର ଗଙ୍ଗା ଜଳ ଭଳି ପବିତ୍ର। ଆଉ ଆଜି କେତେବେଳେ ସେ ସ୍ୱାମୀ ବିନା ମା ହବ? କି ଉତ୍ତର ଦେବୁ ତୁ ସାଇ ଭାଇକୁ? ଆରେ ତୁ ମାନ ସମ୍ମାନ ରହିବଟି? ଆରେ ତୁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲି ପାରିବୁଟି? ଏବଂ ସେମିତି ଠିଆ ରହି ତୁ ଖାଲି ମତେ କହିଦେ ବିରାଜ ୟୁ କ୍ୟାରି ଅନ୍। ତାପରେ ତୁ ଦେଖିବୁ ସେ ପାପଟାକୁ ମୁଁ କେମିତି ଲାତ ମାରି ମାରି ନଷ୍ଟ କରିବି। ସେମିତି ନିଷ୍ପତ୍ତି ତମ ମନକୁ ଆଣୁନି। ମୁଁ ସତ କହୁଛି ମୋ ଗର୍ଭରେ ଥିବା ପିଲା ତମ ଭାଇଙ୍କର। କିନ୍ତୁ ତାର ସାକ୍ଷୀ କିଏ? ମୁଣ୍ଡ ଉପରେ ଆକାଶ, ମାଟି, ସୂର୍ଯ୍ୟ ଚନ୍ଦ୍ର, ଦଶ ଦିଗ ଫଳ, ମୋ ସତୀତ୍ୱ, ମୋ ନାରୀତ୍ୱ, ମୋ ସ୍ୱାମୀ ସମସ୍ତେ ଜଣେ ଜଣେ ହଉଛନ୍ତି ସାକ୍ଷୀ। ମୁଁ ସତ କହୁଛି। ଯଦି ତମର ମୋ କଥା ଉପରେ ବିଶ୍ୱାସ ନ ହଉଛି ତାହେଲେ ପଚାର ତମ ପୁଅକୁ। ସେ ଯଦି ମନା କରିଦିଅନ୍ତି ଏ ପିଲାଟା ତାଙ୍କର ନୁହଁ ବୋଲି, ତାହେଲେ ବିରାଜ ଭ୍ରୂଣ ହତ୍ୟା କରି ପାପ କରିବାକୁ ମୁଁ ତମକୁ ଦେବିନି। ଏଇଠି ତମ ସମସ୍ତଙ୍କ ଆଗରେ ମୁଁ ବିଧା ମାରି ମାରି ମୋ ପିଲାଟାକୁ ମୁଁ ନଷ୍ଟ କରିଦେବି। ଏତେ କଥା ଶୁଣିବା ପାଇଁ ଆମ ପାଖରେ ସମୟ ନାହିଁ। କିନ୍ତୁ ସମୟର ଠିକଣା ବି ଆମ ପାଖରେ ନାହିଁ। ମୋ ଗର୍ଭରେ ଥିବା ପିଲାକୁ ମୁଁ ଚୁପିକି କହୁଛି ଏ ପିଲାଟା ଏଇ ବଂଶର। ସେ ଜନ୍ମ ହେଲେ ତମକୁ ଜେଜେମା ବୋଲି ଡାକିବ। ତା ସରଳ ନିପଥ ବାତ୍ସଲ୍ୟ ତମକୁ ଖୁସି କରେଇଦେବ। ତା ଅସ୍ପଷ୍ଟ ଦୁଇଟି ଭାଷାରେ ତମ ମନରେ ମମତା ଭରିଦେବ। ଆଉ ଜୀବନର ଶେଷରେ ପ୍ରୟାସ ଦିନ କାଉରିଆ କାଠି ଜଳାଇ ଉପରକୁ ଟିକେ ସ୍ୱର୍ଗକୁ ଧୁଆଇ ଧୁଆଇ କହିବ ବଡ଼ ବଡ଼ ଅନ୍ଧାରରେ ଆସ ଆଲୁଅରେ ଯାଅ, ସାଙ୍ଗରେ ମୋ ଜେଜେମାକୁ ସ୍ୱର୍ଗକୁ ନେଇଯାଅ। ମୁଁ ତୋର କିଛି କଥା ବି ଶୁଣିବାକୁ ଚାହୁଁନି। ମୁଁ କେବଳ ଏତିକି ଚାହେଁ ତୋ ଗର୍ଭର ଛୁଆଟାକୁ ନଷ୍ଟ କରିବାକୁ ପଡ଼ିବ। କିଏ କହୁଛି ତା ଗର୍ଭରେ ବଢୁଥିବା ଛୁଆଟା ପାପ ବୋଲି? କିଏ କଣ କହିବ? ଆରେ ଘର ନାହିଁ ବାପ, ସେ ଛୁଆଟା ତାର ପାପ। ଆରେ 2.5 ମାସ ତଳେ ତା ସ୍ୱାମୀ ଘରକୁ ଆସିଥିଲା, ତମେ ମାନେ ଭୁଲି ଯାଇଛ ବୋଧେ? ତେଣୁ ମୁଁ କହୁଛି ତା ଗର୍ଭରେ ବଢୁଥିବା ଛୁଆଟାର ବାପ ହଉଛି ଆମ ବିଶ୍ୱାସ। ଆପଣଙ୍କର ଏ ବୁଦ୍ଧି କଥା ମତେ ଆଉ ମୋ ପିଲାକୁ ଗୋଟେ ନୂଆ ପରିଚୟ ଦେଲା ବାପା। ଏଥିରେ ମୁଁ ବହୁତ ଖୁସି ବାପା। ଖାଲି ମୁଁ ନୁହଁ ବାପା, ମୋ ପେଟରେ ବଢୁଥିବା ପିଲା ସିଏ ବି ବହୁତ ଖୁସି। ଦେଖ ମୋ ପିଲା କେମିତି ମୋ ପେଟକୁ ଗୋଇଠା ମାରି ମାରି କହୁଛି ମା ତୁ ମତେ ବଦନାମରୁ ବଞ୍ଚେଇ ଦେଲୁ। ମୁଁ ତତେ ବଦନାମରୁ ବଞ୍ଚେଇଲି। ତତେ ବଦନାମରୁ ବଞ୍ଚେଇଛନ୍ତି ତୋ ଜେଜେ। ତୁ ବଡ଼ ହେଲେ ତାକୁ ଋଣ ସୁଝିବୁ। गुड़दिन है दीड़ा ତାକୁ ସ୍ୱର୍ଗପୁରର ଆନନ୍ଦର ବାଟ ଦେଖିବୁ ନା ବାବା? ଦେଖିବୁ ତୁ। ସେ ସୌଭାଗ୍ୟ କିନ୍ତୁ
ପୂର୍ବରୁ ନାହିଁ। ମାନେ ମାନେଟା ହଉଛି ଏ ଯେ ତୋ ଗର୍ଭରେ ବଢୁଥିବା ଛୁଆଟା ଗୋଟେ ହିନ୍ଦୁର ନୁହଁ, ଗୋଟେ ମୁସଲମାନର। ନାଇଁ ସର୍ବାଗ୍ର ହଁ ମୁସଲମାନର। ଏଇ ଟିକେ ଆଗରୁ ତମେ ପରା କହୁଥିଲ ସେ ଛୋଟା ମୋ ବିଶ୍ୱାସର ଆଉ ଏବେ କହୁଛ ମୁସଲମାନର। ତମେ କଣ ପାଗଳ ହେଇଗଲଣି ନା କଣ? ମୁଁ କେବଳ ପାଗଳ ହୋଇଯାଇନାହିଁ ବିନ୍ଦୁ, କଥାଟା ଶୁଣିଲେ ତମେ ବି ପାଗଳି ହେଇଯିବ। ଆମ ବିଶ୍ୱାସ ଆଉ ବିଶ୍ୱାସ ମିଶ୍ର ହୋଇନାହିଁ। ମୁସଲମାନ ଧର୍ମ ଗ୍ରହଣ କରିସାରିଲା ପରେ ସେ ବିଶ୍ୱାସ ମିଶ୍ରରୁ ବସରି କାଁ ହେଇଯାଇଛି। ଏଇ ଟିକେ ପୂର୍ବରୁ କେହି ଜଣେ ଅଜଣା ବ୍ୟକ୍ତି ମୋତେ ଫୋନ କରି କହିଲା, ଆହୁରି ବି କହିଲା ସେ ମୁସଲମାନ ଧର୍ମ ଗ୍ରହଣ କରିସାରିଲା ପରେ ତା ସ୍ତ୍ରୀ ଆଉ ଶ୍ୱଶୁର ତାକୁ ଅକଥନୀୟ ଅତ୍ୟାଚାର ଦେଉଛନ୍ତି। ହେ ଭଗବାନ, ତାମାନେ ମୋ ପୁଅ ଏବେ ବିପଦରେ। ଏଇ ଜଗନ୍ନାଥ ମୋ ସ୍ୱାମୀ ସେଠି କଷ୍ଟ ପାଉଛନ୍ତି, ଯନ୍ତ୍ରଣା ପାଉଛନ୍ତି। ମତେ ବୁଝେ ତୁମେ ନର୍କ ଯନ୍ତ୍ରଣା ଦିଅ, ହେଲେ ମୋ ସ୍ୱାମୀକୁ ଦିଅନି ପ୍ରଭୁ। ମୋ ସ୍ୱାମୀ ବାବା ବାବା ଚାଲନ୍ତୁ ବାପା, ମତେ ଟିକେ ତାଙ୍କ ପାଖକୁ ନେଇ ଚାଲନ୍ତୁ। ଚାଲନ୍ତୁ ବାପା ଚାଲନ୍ତୁ। ଏଇ ମତେ ଟିକେ ମୋ ପୁଅ ପାଖକୁ ନେଇ ଚାଲ ମତେ ମୋ ପୁଅ ପାଖକୁ। ମୁଁ ତା ସ୍ତ୍ରୀ ଆଉ ଶ୍ୱଶୁରର ଗୋଡ଼ ଧରିବି, ପୁଣି ଥରେ ମୋ ପୁଅକୁ ମୋ ପାଖକୁ ଫେରେଇ ଆଣିବି। ନେଇ ଚାଲ ମୋ ପୁଅ ପାଖକୁ ମତେ। ନା, ସେଇଟା ଆମ ସମସ୍ତଙ୍କ ପାଇଁ ମରିଗଲା। ତମେ ବି କାନ ଖୋଲି ଶୁଣି ରଖ ବୋହୁ। ତମ ଗର୍ଭରେ ବଢୁଥିବା ସେ ଛୁଆଟା ଏ ଦୁନିଆର ଆଲୋକ ଦେଖିବା ପୂର୍ବରୁ ତାକୁ ସେ ଅନ୍ଧାରୀ କୋଠରୀ ଭିତରେ ସମାଜ ଦେଇଦିଅ। ନା ନୁହେଁ ହଁ। ତାହେଲେ କାହିଁକି ସକାଳେ ସନ୍ଧ୍ୟାରେ ଆପଣ ଶ୍ରୀ ଜଗନ୍ନାଥଙ୍କ ପାଖରେ ବସି ଆପଣ ପ୍ରାର୍ଥନା କରୁଛନ୍ତି, ଈଶ୍ୱର ଆଲ୍ଲାହ ତେରୋ ନାମ ସବକୋ ସରମତି ଦେ ଭଗବାନ। ଯଦି ଈଶ୍ୱର ଆଲ୍ଲାହ ତାହେଲେ ହିନ୍ଦୁ ମୁସଲମାନ ହେଇଯିବେ କେମିତି ହେଇଯିବେ ବାପା କୁହନ୍ତୁ। ସେ ପୁରାଣ ଆଉ କରଣ ବିଷୟରେ ପଢାଉନି କି ବୁଝାଉନି। ମୁଁ କେବଳ ଏତିକି ଚାହୁଁଛି ମୋର ନାତିଟିଏ ହବ, ମୋ ସାଙ୍ଗରେ ମୋ ଜଗନ୍ନାଥଙ୍କ ସାମ୍ନାରେ ଏକା ସାଙ୍ଗରେ ଗାଇବ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। କିନ୍ତୁ ତୋ ଗର୍ଭରେ ବଢୁଥିବା ସେ ଛୁଆଟା କଣ ଗାଇବ ଜାଣିଛୁ? ଆଲ୍ଲାହୁ ଆକବାର ଆଲ୍ଲାହ, ଆଲ୍ଲାହୁ ଆକବାର ଆଲ୍ଲାହ, ଲା ଇଲାହା ଇଲ୍ଲାଲ୍ଲାହ ମୁହାମ୍ମଦ ରାସୂଲୁଲ୍ଲାହ। ନାଇଁ ବାପା, ମୋ ଗର୍ଭରେ ଥିବା ପିଲାକୁ ମୁଁ ଛୁଇଁକି କହୁଛି, ସେ କେବେ ବି କହିବନି ଆଲ୍ଲାହୁ ଆକବାର ଆଲ୍ଲାହ। ସେ ଆପଣଙ୍କ କଣ୍ଠରେ କଣ୍ଠ ମିଶେଇ କହିବ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଅସମ୍ଭବ। ପ୍ରକୃତ ସତ କଥା ଧରା ପଡ଼ି ସାରିବା ପରେ ଗୋଟେ ବେକର୍ମୀର ସନ୍ତାନକୁ ଜନ୍ମ ଦେବାର ଦାୟିତ୍ୱ ନାହିଁ। ଆମେ ସେ ପାପ କରିବାର ବୋଲେ ତାହେଲେ ଯାଅ କୁଆଡ଼େ ବା? ଆମ ଘରେ ପୂଜା କରୁଥିବା ଜଗନ୍ନାଥଙ୍କ ଘରୁ ବାହାର କରି ଆଣ। ଜଗନ୍ନାଥଙ୍କ ସହିତ ସମ୍ପର୍କ ରଖିଥିବା ଆରମ୍ଭରେ ଆମେ ଦି ଜଣ ଏ ଘରୁ ବାହାରି ଯିବୁ ଆମେ। ସେ ଜଗନ୍ନାଥର ବି ମୁସଲମାନଙ୍କ ସହିତ କମ୍ ସମ୍ପର୍କ ନାହିଁ। ସେ ବିଧର୍ମୀ ସାଲବେଗର ପ୍ରାର୍ଥନା ଶୁଣି ତାଙ୍କ ରଥକୁ ଅଧ ବାଟରେ ଅଟକାଇ ଦେଇଥିଲେ। ସେ ବିଧର୍ମୀ ମାନଙ୍କର ପ୍ରତ୍ୟେକ ଅର୍ଦ୍ଧଚନ୍ଦ୍ରକୁ ମତରେ ନେଇ ସାରା ଦୁନିଆକୁ କହୁଥିଲେ ତମେ ତ ମୋର ପର ନୁହେଁ, ନିହାତି ଆପଣ। ସେ ଗଭୀର ନିଦରେ ଶୋଇଯିବା ପାଇଁ ଇସଲାମିକ ଗାୟତ୍ରୀ ମନ୍ତ୍ର ଶୁଣନ୍ତି ଆଉ କହନ୍ତି ଆଲ୍ଲାହ ଆଲ୍ଲାହ ବିଦ୍ମହି ବିସ୍ମିଲ୍ଲାହି ବିଦ୍ମହି ତନ୍ନୋଭିଃ ପ୍ରଚୋଦୟାତ୍। ଏହି ମନ୍ତ୍ର କହି ସେ ସାରା ଦୁନିଆକୁ କହିଦିଅନ୍ତି ମୁଁ ସର୍ବଧର୍ମର ଠାକୁର। ଚାଲ ଯଦି ସାହସ ଅଛି ତାକୁ ଘରୁ ବାହାର କରିଦିଅ। ଆରେ ଚାଲ, ଏଇଟା ଆମ ଘର କଥା। ଯାହା ଘଟିବ ଆମ ନିର୍ଦ୍ଦେଶରେ ଘଟିବ। ସାମାଜିକ ରୀତିନୀତି ଅନୁସାରେ ତମେ ଏଇ ମୁହୂର୍ତ୍ତରେ ଘରୁ ବାହାରି ଯା। Boja
पहुंचा गांधी पाए कोई सब धन बन के छिपा नहीं नीचे को पहुंचा गांधी पाए कोई ओ जीवा सारा पाए सोने पाई पाछे आप तुझे